ସାଙ୍ଗେ ସାଙ୍ଗେ ପିଇବା କଥା ନାହିଁ, ଟିକେ ବସିଯିବ 10 ମିନିଟ୍ ବସିବେ, ଝାଳଟା ମରିଯିବ, ତେବେ ଯାଇ ପାଣିଟା ପିଇବେ। ଆମେ ଭୁଲ କରୁଛୁ। ଏସିରେ କିନି ହେଉଛି ଏଇ ଯୋଗ। ଆଜି ଚତୁର୍ଥ କାହିଁକିନା ବଡି ଟେମ୍ପରେଚର ତ ଅଛି ନା ଗରମରେ, ତେଣୁ ଆ ଭିତରେ ପଶିବେ। ଆଜି ଚତୁର୍ଥ ସ୍କନ୍ଧର ଅଷ୍ଟାଦଶ ଅଧ୍ୟାୟ। ଅଷ୍ଟାଦଶ ଅଧ୍ୟାୟରେ କ'ଣ ହେବ ନା, ଆଜି ପୃଥିବୀ ମାତା ଯେଉଁ ଶସ୍ୟ ବୀଜକୁ ସବୁ ରଖିଥିଲେ ତାଙ୍କ ଘରେ ସାଇତିକିରି ଆଜି ସମସ୍ତ ଶସ୍ୟ ବୀଜ ପୃଥିବୀ ବିତରଣ କରିଦେବେ, ସବୁ ବିତରଣ କରାଯାଏ। ମୈତ୍ରେୟ ଉବାଚ କୁପିତା ସ୍ଫୁରିତ ବଚନ ସ୍ୱଭାବେ ଅରୁଣଲୋଚନ ହେମନ୍ତ ପୃଥୁ ମୁଖ ଚାହିଁ
ঋতুতে জিয়াতমা কার্য বিচারই সংসারু সারহারই চিতেন কল্পে ভিন্নাভিন্নে পুষ্পরু মধুকরে যে শান্ত ইহা পরলোকে সুযোগী জন কহে মুখে উপায়ে সে ফল ভুঞ্জন্তি উভয় লোকে নাই ভ্রান্তি। আনন্দে হরি হরি বল। ଧରଣୀ ମାତା ପୃଥୁ ମହାରାଜଙ୍କୁ କହୁଛନ୍ତି ଯେ ଆପଣ ଏ ଶରୀର ଭାବ ଛାଡ଼ିକିରି ଆତ୍ମଜ୍ଞାନରେ ବିଚାର କରିକିରି ଦେଖନ୍ତୁ, ଆଉ ଏ କ୍ରୋଧକୁ ପରିହାର କରନ୍ତୁ। ଯେମିତି ମଧୁକର କହିଲେ ଭ୍ରମର କ'ଣ କରେ ନା ପୁଷ୍ପରୁ ଯେମିତି ତାର ସାରଟିକି ସଂଗ୍ରହ କରେ। ଯେଉଁମାନେ ଜ୍ଞାନୀ ଲୋକ, ଯେଉଁମାନେ ପ୍ରକୃତ ସାଧୁସନ୍ଥ, ସେମାନେ କ'ଣ କରନ୍ତି? ସଂସାରରେ ସାର ଜିନିଷକୁ ଗ୍ରହଣ କରି ଅସାର ଜିନିଷ ସବୁ ପରିତ୍ୟାଗ କରିଦିଅନ୍ତି। ତେଣୁ କ୍ରୋଧଟି ହେଉଛି ଆପଣଙ୍କର କ'ଣ ନା ଗୋଟିଏ ଖରାପ ଜିନିଷ, ଖରାପ ଗୁଣ। ତେଣୁ ଆପଣ କ୍ରୋଧଟିକି ପରିହାର କରନ୍ତୁ ଏବଂ ଶାନ୍ତ ରୁହନ୍ତୁ। ଶାନ୍ତ ରହିଲେ, ଯେଉଁ ଲୋକ ଶାନ୍ତ ରହେ ସମସ୍ତ କଥାକୁ ସହନ କରେ, ସମସ୍ତ ଲୋକଙ୍କୁ କ୍ଷମା ଦିଏ ଏବଂ ସେ ଲୋକର ଇହ ଏବଂ ପରକାଳ ସବୁବେଳେ ଭଲ ହୋଇଥାଏ। ତେଣୁ ଆପଣ ଧୈର୍ଯ୍ୟ ଏବଂ କ୍ଷମାଶୀଳ ହୁଅନ୍ତୁ। ଧର୍ମୀ ମାତା କହୁଛନ୍ତି ପୃଥୁ ମହାରାଜ। ଏବେ ପଶୁ ପକ୍ଷୀ କୀଟ ଏମାନେ ସେଇଟା ପାଳନ କରିପାରିବେ, କିନ୍ତୁ ଏ ମଣିଷ କେବେ ହେଇପାରିବ ସେଇଟା ପରିବର୍ତ୍ତନ ଅଭ୍ୟାସ ନାହିଁ ତାଙ୍କର। ସେଇ ଯୁଗରୁ ସେଇ ଆପଣଙ୍କର ଚରିତ୍ରରେ ଜନ୍ମ ହେଇଛନ୍ତି ତ ସିଏ ସେଇ ରକମ ସେଇ ଯେଉଁ ପୋକଟି ହେଉଛି ମଧୁ ସଂଗ୍ରହ କରୁଛି ଫୁଲରୁ, କାରଣ ତା ଚରିତ୍ର ସେୟା ହିଁ ଠିକ କାମ କରୁଛି, ତା କାମ ସେ ଠିକ। ସେଇ କୁକୁରଟା କ'ଣ କରୁଛି ନା ଯଦି ତାକୁ ପେଟ ଇଏ ହେଉଛି ଗୋଟେ ଘାସ ଟିକେ ଖାଇଦେଉଛି ଯେମିତି ସେଇ ଜିନିଷଟା ଯେଉଁ ଆପଣ ଆଗକୁ ପଡ଼ିବ ଯେ ନିମିରାଜଙ୍କୁ 9 ଜଣ ନବଯୋଗୀନ୍ଦ୍ର କ'ଣ ଦେଇଛନ୍ତି? ସେ ଲିଖିଛନ୍ତି ଯେ ଆମେ ଏଇ ଜିନିଷରୁ ଏଇ ଜିନିଷ ସବୁ ଶିକ୍ଷା କରିକିରି ସେଇ ଜିନିଷକୁ ପୁରା ରଖିଛୁ ମନ ଭିତରେ, ସେଥିରୁ ଟିକିଏ ହେଲେ ଏପଟ ସେପଟ ହବ ନାହିଁ। ପୃଥିବୀ ମାତା କତରୁ କ୍ଷମା ଗୁଣ ଶିଖିଲୁ, ବୃକ୍ଷ କତରୁ ତ୍ୟାଗ ଗୁଣ। ବୃକ୍ଷ ସମସ୍ତ ଜିନିଷ ତାର ତ୍ୟାଗ କରିଦେଉଛି ଏବଂ ମୀନ ବନିଶୀ କଣ୍ଟା ଦେଖିକିରି ଖାଦ୍ୟ ଲୋଭରେ ଯାଇକି ତାର ମୃତ୍ୟୁ ମୁଖରେ ପଡ଼ୁଛି। ଏଇସବୁ ଉଦାହରଣ ଦେଇଛନ୍ତି। ସର୍ପ କ'ଣ କରୁଛି ନା ସେ ତାର ଅଜଗର କ'ଣ ତାର ଶୋଇଛି, ତାର ଯାହା ଆସିକିରି ଜୁଟିଲେ ସିଏ ଆଉ ଗୋଡ଼େଇକିରି ବୁଲିକିରି କିଛି ଖୋଜାଖୋଜି ଦବ ଝିକି ଟାଣି ଖାଇବ। ତେଣୁ ଏଗୁଡ଼ାକ ସବୁ ଆମେ 24 ଗୁରୁ ମୋ ଜୀବନରେ କରିଛି, 24 ଗୁରୁଙ୍କଠୁ ଏଇ ଗୁଣ ଶିଖିଛି। ତେଣୁ ଆମେ ଯଦି ସେଇ ଗୁଣର ଅଧିକାରୀ ହେବା, ପ୍ରକୃତ ଆମେ ମାନବ ପାଇଁ ଉପଯୁକ୍ତ ମାନବ ହେଇପାରିଲେ। ଯେଉଁମାନେ ଉପଯୁକ୍ତ ମାନବ ସେଇ ଜିନିଷ ଗୁଡ଼ାକ ଶିକ୍ଷା, ସେ ପୁରା ନହେଲେ ବି ଆପଣ କିଛି ପରିମାଣରେ ଶିଖିଲେ ବି ବହୁତ ଉନ୍ନତି ଜୀବନରେ କିଛି ତ ହବ ନା, ବେଶୀ ନହେଲେ ବି କମ୍ ତ ହବ। ବାହାଘରଟା ଆମେ କରୁଛେ, ତା ପରିବାର ଦେଖୁଛନ୍ତି କେମିତି ସଂସ୍କାରୀ ପରିବାର ବି ନାହିଁ। ଓ ଆଜିକାଲି ଏମିତି ହେଇଗଲାଣି, ଆମର ଯିଏ ବୋଉଟା ବି ଇଣ୍ଟରଭ୍ୟୁ ନେଉଛି, ତା ଝିଅର ମାଆ ବି ଇଣ୍ଟରଭ୍ୟୁରେ ପଢ଼ୁଛି, ଇଏ ଯେଉଁ ପୁଅର ମାଆ ବି ଇଣ୍ଟରଭ୍ୟୁରେ ପଢ଼ୁଛି, ସିଏ ବି ଇଣ୍ଟରଭ୍ୟୁ ହେଲା। ଆପଣ ଯେତେ କଲେ ବି ମଧ୍ୟ ସେ ସେଇଆ ହିଁ ହବ। ତାପରେ ନାୟକ ଆଉ ଗୋଟେ କଥା, ଏ ସଂସାରରେ ଯେବେ ଜୀବ ସୃଷ୍ଟି କରୁଛି ସମସ୍ତଙ୍କର ଖାଦ୍ୟପେୟ ଅଲଗା ନାଇଁ। କିଏ ଘାସ ଖାଇବା କଥା ସେ ଘାସ ଖାଉଛି, ଯେ ଦାଣା ଖାଇବା କଥା ସେ ଦାଣା ଖାଉଛି। ତା ପାଇଁ ତା ଖାଦ୍ୟ ସିଏ ତାର ଯୋଗାଡ଼ କରି ସିଏ ତାର ଖାଇଚାଲିଛି। ମନୁଷ୍ୟକୁ ସେଇଥିପାଇଁ ପୁରା ଦିବ୍ୟ ଜ୍ଞାନ ଦେଇଯାଇଛି, ବିବେକ ବିଚାର ଦେଇଯାଇଛି। ଆପଣ ସବୁ ଜିନିଷ ଚିନ୍ତା କରିପାରିବେ, ସିଏ ଚିନ୍ତା କରିପାରିବନି। ସେ ଚିନ୍ତା କରିପାରିବେ। ମାଙ୍କଡ଼ ଆମ ଭିତରେ କ'ଣ ଫରକ ଅଛି? କିଛି ନାହିଁ। କିନ୍ତୁ ସିଏ ଖାଉଛି ଯୋଉଟା ଆମେ ଖାଉଛେ। ଏଇ ମନୁଷ୍ୟ ଆଉ ପଶୁ ଦିଟା ତାଙ୍କର ଗୋଟେ ଦିଟା ରହୁଛି, ଫରକ ରହୁଛି ନା। ଏଇ ଜନ୍ଦା ସବୁ ନା ମୋ ମନକୁ ଟିକେ ଠିଆ ଜାଣିଦେବ କେଉଁ କାମ। ଛୋଟ ଛୋଟ ପୋକ ଯାଉଛି।
ଉପାୟ ସେ ଲାଇଟ୍ଟା ତ ଭଲ ଦୁଶୁଛି କ'ଣ କହୁଛି ଦୁଶୁନି ଲାଇନ୍ ଭଲ ଭଲ କରିଛି ଜିନିଷ ଭଲ ଖରାପ କ୍ଲିୟର ଅଛି। ଜିନିଷ ଗୁଡ଼ା ପରିହାର କଲେ ଭଲରେ ରହିବେ। ନାଇଁ ଲାଇଟ୍ଟା ଯେତେ ଭଲ ସେତେ ଭଲ। ମନୁଷ୍ୟ ପାଖରେ ଦୁଇ ପ୍ରକାର ରହୁଛି, ସବୁ ପଶୁ ଜନ୍ତୁ ଯେତେ କୀଟପତଙ୍ଗ ତାର ଗୋଟେ ପ୍ରକାର ରହୁଛି। ହଁ ସେଇଥିପାଇଁ ଭଗବାନ ତ ଏଇ ଫରକ ଦେଇଛନ୍ତି, ଆଉ ମଣିଷ ତାଙ୍କ ଭିତରେ ଏଇ ତ ଫରକ ନା। ମଣିଷରେ ଯଦି ତାର ନ ରହିବ ସ୍ୱତନ୍ତ୍ରତା, ଆଉ ତାକୁ ମାନବ ବୋଲି କାହିଁ କହିବେ? କାହିଁକି? ତାକୁ ତ ପଶୁ ବୋଲି କହିବେ। ତାକୁ ତ ବୁଦ୍ଧି ବିବେକ ଦେଇଛି ନା। ଦେଇଛି। କ'ଣ ନାଚ କରୁଛି ଗୋଟେ ବେକାରେ? ଉପାୟ ସେ ଫଳ ଭୁଜନ୍ତି ଉଭୟ ଲୋକେ ନାହିଁ ଭ୍ରାନ୍ତି ହାଜି ନ କରଇ ଚିତେ ସେ ଦଶ ରହିବ କେମନ୍ତେ ବ୍ରହ୍ମା ଯେ ସର୍ବ ପ୍ରାଣୀ ହେତେ ଶସ୍ୟ ସାମଗ୍ରୀ କଲା ଯେତେ ସେ ସର୍ବ ମୋର ଦେହେ ଥିଲା ଏମନ୍ତେ ତୁର ପିତା রাজা বিয়োগে সর্বধর্ম দুষ্টেন শিলে সর্বকর্ম যেতে ঔষধি বীজ থিলা অরাজা যুগে নাশগলা চৌর ভয় ক্ষীণ বিরুদ্ধ দেখি ভখিলি ধেনু রূপ যদি মন করন্তি গ্রাস দুষ্টে করন্তে সর্বনাশ সে সর্ব শস্য রস যেতে ক্ষীরে বসন্তি মোর গাত্রানন্দে গৌর হরি হরি ওম। ক্ষীর আকারে ସମସ୍ତ ଆପଣଙ୍କୁ ଦେଇଦେବେ। ତୁ ଏବେ ରକ୍ଷା କର ମୋତେ ଦୋହନ କର ତୁ ଯୁଗତେ କ୍ଷରିବି ସର୍ବଶସ୍ୟ ମୁହିଁ ଯାର ଜୀବନ ଜଣେ ରହି ମୁଁ ସର୍ବ କାମ ଧେନୁ ରୂପେ ଶ୍ରବିବି ସର୍ବଜନ ମୁଖେ ତୁ ଏବେ ମୋତେ ରକ୍ଷା କର ଧନୁ ଆୟୁଧ ପରିହର ସୁଷମ କର ମୋର ଗାତ୍ର ମୁହିଁ ଯେ ସନେ ଶସ୍ୟ କ୍ଷେତ୍ର ସମ ହୋଇଲେ ମୋ ଶରୀର ବସାରେ ପୁରୀ ନିରଧାର ସରସ ହୋଇ ମୋ ଶରୀର ଶସ୍ୟ ଉଠିବ ନିରନ୍ତର ହୋଇବ ନାନା ରୂପେ ହାନ୍ୟ ଜନ୍ତୁ ଲଭିବେ ଜୀବନ ଆନନ୍ଦେ ଗୌର ହରି ହରି ବୋଲ ମୈତ୍ରେୟ ଉବାଚ ଏମନ୍ତ ଧରଣୀ ବଚନ ଶୁଣି ସନ୍ତୋଷ ପୃଥୁମନ ମନୁକୁ ବଚାରୂପ କରି ଭାବେ ବୁଲଇ ଦଣ୍ଡଧାରୀ ତୁ ଏହା ସ୍ତନ ପାନ କର ଯେମନ୍ତେ ସଞ୍ଚରଇ କ୍ଷୀର ତକ୍ଷଣେ ପୃଥୁର ବଚନେ ସେ ମନୁଖ ଦେଲା ସ୍ତନେ ଆନନ୍ଦେ ଗବାର ହରି ହରି ବୋଲ ପିବନ୍ତେ ସଞ୍ଚରିଲା କ୍ଷୀର ମେଘ ଯେସନେ ବୃଷ୍ଟିଧାର ଚରଣେ ବାନ୍ଧି ପଶ୍ଚାମନୁ ପୃଥି ଦୁହିଁଲା କ୍ଷୀରସ୍ତନୁ କ୍ଷୀରେ ପୁରିଲା ବସୁନ୍ଧରୀ ଯେସନେ ସିନ୍ଧୁର ହରି ଆନନ୍ଦେ ଗବାର ହରି ବୋଲ ପୃଥିବୀ ସବୁ ପୂର୍ଣ୍ଣ ହେଇଗଲା କ୍ଷୀର ମା ସିଏ ମା ଯେତେ କହିଲେ କାମ ଧରିବ ଯେତେ ଚାହିଁବ ମୁଁ ସେତେ ଦେବି। ଗର୍ଭେ ସେ ଶସ୍ୟ ବୀଜ ଥିଲା କ୍ଷୀର ସଙ୍ଗତେ ସଞ୍ଚରିଲା ଶସ୍ୟ ହୋଇଲା ପ୍ରମିତେ ପ୍ରଜାଏ ନେଲେ ଯେଝାମତେ ପୃଥୁ ଦୋହନ ଅନ୍ତେ ଦେବେ ସର୍ବେ ଦୁହିଁଲେ ଯେଝା ଭାବେ ମିଳେ ସକଳ ଋଷିଗଣ
आनंदे ऋषिक पात्रेण गुरुଙ୍କୁ ବର୍ଷାରୂପ କରି ଯେ ଯାହା ମୋତେ ସ୍ତନ ଧରି ଆନନ୍ଦେ ହରି ବୋଲ। हाँ को हाँ काली जी काली दोहिले पय छंदमय जिभाव तुटई संशय पुनि सकल देवे धरीन्द्रଙ୍କୁ ବର୍ଷା ରୂପ କରି ସୁବର୍ଣ୍ଣମୟ ପାତ୍ର ଆନନ୍ଦେ ଦୁହିଲେ ଧରଣୀ। ଦେବତା ମାନେ ଇନ୍ଦ୍ରଙ୍କୁ କଲେ ବର୍ଷା ରୂପ କରିକିରି ସିଏ ମାଙ୍କର ଆଶୀର୍ବାଦ ମଧ୍ୟ ଦେଲେ। ଦେବତା ମାନେ ଆସିଲେ सोम दुहिले जा मत शेष यज्ञ कर्म अर्थे यज्ञ कर्म गाईर सब जग पदार्थ आवश्यक होती तेणु सोम अष्टम भीतर सोम सी दुहिले पृथ्वी माता समस्त यज्ञ कर्म निर्वाह करने अमृत बीज बल दुहिले पय सुनिर्मल दैत्य दानवे धनी प्रहलाद को वर्षा कर दुहिले लोहमय पात्रे सुरा असम आदि ये राक्षस मैंने कहे माँ ताको क्षीर देलु आमर से क्षीर दरकार नहीं आमको मदिरा सुरा दे माँ कहे हो तुम मैंने चाहूच ताले सुरा भी दियो से मैंने लोह पात्र कौन कले राक्षस मैंने मद माँ ठू नहीं सुरा कौन पाई सुंदर कामधेनु जहाँ चाहिए ता देदेवे से भितर से जहाँ भावे गोटे चेरु मद दुईले मंदिरा पीले सब तेणु सी हेले कौन पृथ्वी माता से जहाँ चाहिए आपको से फलटा हूँ पिता से फलटा हूँ मिठा से खटा से कषा केमती हो सब तो सामान हुआ ना गोटे जगह से माटी को सब या पुणी अमृत फल टे या पुणी विष फल या आपणकर गोटे ना कि गोटे सुरा वृक्ष ना कि जो वृक्ष कहते से पान कले से जो विभिन्न प्रकार सब निषाद से पृथ्वी माता से वसुधा माता सब या खजूरी ताल युवा सब मध्य जिनस से मद जिन से रस ना रस रस नहीं से रस सलप गोटे खजुरी गोटे ताल गचे सब निशा कर पीले निशा होती खरा रही सकाल सकाल हमारे खरा पड़े से डेरी से तो ये टाइप सुरा होता विश्वावशंकु वर्षा कर गंधर्व बसरा धरी दुहिले पद्म पात्रे क्षीर मधुर सुगंध गंधर्व मान कौन कले माता को पद्म पात्र रे से मन क्षीर कहले माँ आमर जदि सेटा सुगंध एवं मधुर हम आमको से क्षीर प्रदान गंधर्व अप्सरा मानकर कौन जिते सेटा सुगंध एवं मधुर हम से जिनस चाहिए श्राद्ध देवता पितृगणे श्रद्धारे क्षीर जने जने अर्जुन वर्षा करी हस्ते कव्य दुहिले आम पात्रे सकल सिद्ध गणरंगी कपिल वर्षा घनी संगे संकल्पमय क्षीर धारे दुहिले जन उपकार हरि बोल पुणी मिले विद्या धरे जहाँ पात्र धरी करे केहू आकाश पात्र धरी खेचरी विद्या दुही करे आनंदमणि क्षीर दुही बसिले जहाँ भावे जाई पुणी मिले पुण्य जने मय को वर्षा कळकी मने माया विगण पुण्य से धरणी स्तन तले बसी आनंद पात्र करी मन सर्वे दुहिले अंतर्धान माँ हूँ सर्वशक्ति नुहे जहाँ चाहिए से देवाई समर्थ तेणु पृथ्वी निजर माँ होती माँ पृथ्वी होती माँ एवं धेनु होती आप तीनोटी माँ आसन में प्रतिष्ठित ये तीनोटी माँ आसन आउ कहीं प्राप्त हो पारे
ଅକ୍ଷର ଅକ୍ଷରଣେ ଭୂତ ବେତାଳ ଜାତୁ ଧାନେ କପାଳ ପାତ୍ରକୁ ଧଇଲେ ରୁଦ୍ରଙ୍କୁ ଆଣି ବର୍ଷା କଲେ ଉଧିର ମଧ୍ୟ ସେ ଧୋଇଲେ ପିଚା ସେ ଆନନ୍ଦିନ ହୋଇଲେ ତକ୍ଷଣେ ସର୍ପଗଣେ ଆସି ଧରଣୀ ସ୍ତନ ତଳେ ବସି ତକ୍ଷକ ବର୍ଷା ରୂପ କରି ଭୟ ଧୋଇଲେ ସ୍ତନ ଧରି ବିଳକୁ ପାତ୍ର କରି ରଙ୍ଗି ବିଷ ଦୁହିଲେ ଅତିରେ ସର୍ପମାନେ କହିଲେ ଯେ ମା ଆମକୁ ତୁ ବିଷରେ ଭରି ତେଣୁ ତକ୍ଷକକୁ ବର୍ଷା କଲେ ଏବଂ ସମସ୍ତ ସର୍ପ କ'ଣ କଲେ କହିଲେ ଆମର ଆଉ କ'ଣ ଆମର ବିଷ ନ ରହିଲେ ଆଉ ସର୍ପର କ'ଣ ମୂଲ୍ୟ ରହିଲେ କହନ୍ତିନି ଧଣ୍ଡଟେ କି ସେମିତି ସର୍ପର ବିଷ ନଥିଲେ ତାକୁ କେହି ସର୍ପରେ ପଶୁ ଏମିତି ସ୍ତନ ଲାଗେ ବୃଷକୁ ବର୍ଷା କରିବେ ତୃଣ ରହିଲେ ଯେଝା ମତେ ପୃଥିବୀରେ ଥିଲେ ଅବାଜ ଜାଣେ କୁମାର ପଶୁମାନେ କ'ଣ ହେଲା ବୃଷଭକୁ ବର୍ଷା କରିକିରି କହିଲେ ମା ତୁ ଆମକୁ ତୃଣରେ ସଂସାର ଭରିଦେ ଆମେ ସେ ତୃଣ ଚରିକିରି ବଞ୍ଚିବୁ ମାଂସାଶୀ ଗଣେ ପରିହାସୀ ଧରଣୀ ସ୍ତନ ତଳେ ବସି ସିଂହ ସହିତେ ପଶୁ ଗଣେ ମାଂସ ଦୋହନ କଲେ ଶରୀର ପାତ୍ରେ ମାଂସ ଦୁହି ଆନନ୍ଦେ କଲେ ନିଜ ଦେହି ପକ୍ଷୀ କ୍ଷୀର ପାନ ଆସେ ମିଳିଲେ ଧରଣୀର ଆସେ ତେଣୁ ପଶୁମାନେ କହିଲେ ମା ଆମେ ସେତେବେଳେ ମାଂସ ଭୋଜନ କରିବୁ ଆଉ ତାପରେ ପକ୍ଷୀମାନେ ଆସି ପହଞ୍ଚି କହିଲେ ମା ଆମେ କ୍ଷୀର ପାନ କରିବୁ ଗରୁଡ଼ ବର୍ଷା କରି ବଳେ କୀଟ ଫଳକୁ ସେ ଦୁହିଁଲେ ସକାଳ ବୃକ୍ଷେ ଆଗ ସରି ବଟ ବୃକ୍ଷକୁ ବର୍ଷା କରି ସନ୍ତୋଷେ ଦୁହିଁ ରସମୟ କ୍ଷୀର ବରସି ନିଜ ଦେହେ ହିମବନ୍ତକୁ ବର୍ଷା କରି ଧାତୁ ଦୁହିଁଲେ ସର୍ବଗିରି ବୃକ୍ଷମାନେ କହିଲେ ମା ଆମକୁ କ୍ଷୀର ବୃକ୍ଷ ମୂଳରେ ଆମେ କ୍ଷୀର ଢାଳୁଛୁ ଜଳ ଢାଳୁଛୁ ଯେ ମା ଆମର ସେ କ୍ଷୀର ହିଁ ଆବଶ୍ୟକ ଆଉ ହିମବନ୍ତକୁ ବର୍ଷା କରି ଧାତୁ ଦୁହିଁଲେ ତେଣୁ ଯେତେ ପ୍ରକାର ଆମର ସବୁ ପାହାଡ଼ ପର୍ବତ ବନ ଗିରି ଫଳମନ୍ଦ ପୃଥିବୀ ପୃଷ୍ଠରୁ ତେଣୁ ହିମବନ୍ତକୁ ସେମାନେ ବର୍ଷା କରିକିରି ପାହାଡ଼ ପର୍ବତ ବନ ଗିରି ଯେତେ ଯାହା ହେଲେ ସିଏ ମଧ୍ୟ ସେଇ ପୃଥିବୀରୁ ସବୁ ଜିନିଷ ସୃଷ୍ଟି ଆପଣ ଦେଖୁନାହାନ୍ତି କି ବିଚିତ୍ର ଆପଣ ଏଇଠି ଦେଖିବେ ଉର୍ବର ମାଟି ସେଠି ଦେଖିବେ ପଥର ଗୁଡ଼ାକ ସବୁ ବାହାରିଛି ସେଠି ଗୋଟେ ପ୍ରକାରର ପଥର ବାହାରିଛି ସେଠି ଗୋଟେ ଆଉ ଗୋଟେ ପ୍ରକାରର ଜିନିଷ ହେଇଛି ବିଚିତ୍ର ଯୁଆଡ଼େ ଯିବେ ସାଡ଼େ ଗୋଟେ ଗୋଟେ ପ୍ରକାରର ଆପଣ ସବୁ ଦେଖିବେ ସେଇଠି ବାଲିଆ ମାଟି ସେଇଠି ଆପଣ ଦେଖିବେ ଚିକିଟା ମାଟି ଯେ ଆପଣ ଚାଲିପାରିବେ ସେ ପୃଥୁ ବସେ ଥିଲା ସକାମେ କାମ ଦୁଗା ହେଲା ମନ୍ତେ ପୃଥୁ ଆଦି ସର୍ବେ କ୍ଷୀର ଦୁହିଁଲେ ଯେଜା ଭାବେ ଯେତେ କରୁ କମୁନି ଆଦି ଦୁହିଁଲେ ନିଜ ସମ୍ପାଦ ଯାହାର ଯାହା ଆବଶ୍ୟକ ସେ ମାତାଙ୍କଠାରୁ ସମସ୍ତ ପଦାର୍ଥ ପ୍ରାପ୍ତ ହେଲେ ପୃଥୁ ଧରଣୀ ମୁଖ ଚାହିଁ ଆନନ୍ଦ ମନେ ବିଚାରି ମୋର ପାଇଁ ଦୁଃଖ ସହି ରୂପ ମହିଳା ଧେନୁ ହୋଇ ଯେ ଯାହା ସୁଖେ ଭୟ ନେଲେ ସର୍ବେ ତୋଷିଲା ମହି ଭୋଲେ ସକଳେ ଲଭିଲେ ଜୀବନ ଦେଖ ଏହାର ଦେହ ଧନ୍ୟ ଏ ମୋର ଦୁହିତା ହୋଇବ ଏଣେ ବଞ୍ଚିଲେ ପୃଥୁ କହିଲେ ଯେ ଦେଖ ପୃଥିବୀ ମାତା ଧେନୁ ରୂପଣୀ ଯାହାର ଯାହା ଆବଶ୍ୟକ ସମସ୍ତଙ୍କୁ ସେ ସବୁ କିଛି ପଦାର୍ଥ ବିତରଣ କରିଦେଲେ ତେଣୁ ଆଜିଠୁ ଆପଣ ମୋର ଦୁହିତା ହେଲେ ମୋର କନ୍ୟା ହେଲେ ତାଙ୍କ ଉପରେ ଯେଉଁ କ୍ରୋଧ ପ୍ରକାଶ କରୁଥିଲେ ପୃଥୁ ତେଣୁ ବହୁତ ଆନନ୍ଦିତ ହେଇଯାଇକିରି ଏକଦମ ସନ୍ତୁଷ୍ଟ ହେଇକିରି କହିଲେ ଆଜିଠୁ ପୃଥିବୀ ମାତା ମୋର କନ୍ୟା ହେଲେ ଜୀବଙ୍କ ଜୀବଦାତା ଜଣ ଏହାର ପୃଥ୍ୱୀ ନାମ ତେଣୁ ପୃଥ୍ୱୀ ମାତା ସମସ୍ତଙ୍କର ହେଉଛନ୍ତି ଜୀବନ ଜଳ ଫଳ ଯାହା ଆମେ ଏଇ ପୃଥ୍ୱୀ ମାତା
ये पृथ्वी माता आमको दया न कले कौन मानव जमान बा जीव जगत बा वृक्ष कहीं तिष्टि पारे कहार किसी अस्तित्व रहिबो नाही। होई मोर प्रमाण जनु संसार धारण एवंते पृथ्वी नाम करी सुखे पाइले वसुंधरी। तेणु पृथु जेहेतु ग्रहण कले माता समस्त मनस्कामना माँ पूरण कले से दिन नाम है पृथ्वी बा पृथ्वी तेणु कौन पृथ्वी नाम विभिन्न सुखे पाइले मंते पृथ्वी नाम करी सुखे पाइले वसुंधरी भूमि रे उच्च प्राय स्थान धन होळे करी समान यथा जुगे प्राणी स्थान पाइला बेणर नंदन एवंते पृथ्वी होई राजा समय पाइले जन प्रजा भूमि उपरे नाना देशे सकल स्थापिले हरसे ग्रामादिपुर जे पतन घोष वज्र समर स्थान आखर खेट जे खरवट दुर्ग ग्रामादि जे निर्मित से राजा अति स्नेह भरे सकल जीवन को निर्भरे जंतु जन को पाए पिता प्राय सकले रहिले निर्भय निश्चते रहिले सकले अचल जेसने निश्चले पृथु चरित सुधावाणी सुनि संसारो दास जगन्नाथ भाषा प्रबंधे भागवतानंदे इति श्रीमद्भागवते महापुराणे परमहंसा संहिता चतुर्थ स्कंदे पृथ्वी नाम अष्टादशोऽध्याय ऊनविंशोऽध्याय अश्वहरणे बहिरोष पृथु चिन्तन्द्रेन्द्रनाश तांको निषेध कले धाता ऊनविंशरे कथानंदे गवार हरि बोल दीपक नहीं आज कौन कर पृथु महाराज ये समस्त कार्य संपन्न होगा प्रजा मन खूब सुखे रहिले तेणु ये कौन कले ना पृथु महाराज यज्ञ आरंभ कले यज्ञ अश्व को हरण कर नहीं जी इंद्र नहीं जी मैत्रेय उवाच इवे हो सुना विष्णु गाथा कहवा पृथु यज्ञ मिली सकल मुनि जने संतोषे पृथु सनिध्याने यज्ञ करणाउदजोगे सर्व संभारवाणी बेगे सुप्राची सरस्वती तीर्थे आरंभ कले ब्रह्मावर्ते समस्त ऋषि भगवान आसिक यज्ञ समस्त संभार जहाँ जहाँ आवश्यक जिन यज्ञ समस्त जिन द्रव्य आनिक सरस्वती नदी तटरे ब्रह्मावर्त जो सरस्वती ना यमुना नदी कूल सी तपस्या करते ध्रुव ना ये सरस्वती नदी तटरे यज्ञ आरंभ यज्ञ संहार इंद्र देखी न सही मने हेला दुखी से यज्ञ यज्ञपति हरि प्रत्यक्ष हेले दया को
शंकर पद्मजनी मिले मिले सकल दिगपाले गंधर्व पसरागणे मुनिये वेद उच्चारणे आनंदे गीत नृत्य स्तुति सिद्ध विहत पंथी पंथी आनंदे गवाही बोल। से यज्ञ महादेव शिवशंकर पद्मजनी ब्रह्मा ज्ञान देवता वृंद एवं विजय नारायण श्रीहरि समस्ते उपस्थित हवा देखिक इंद्र मन टे भारी दुख आसला। दानव दैत्य विद्याधरे से यज्ञ मिले सकले सुनंद नंद आदि माने हरिर पारिषद गणे कपिल नारद जिदत्त सनक आदि उपगत से पृथु यज्ञ वसुमती धेनुर प्राय दुग्धवती कामधेनुर प्राय होई सर्व संपद दिलामही नदी क्षुद्राक्षा कजळे बहिले लहरी लोळे ऋत संयोगे नदी अन्न तुसे भुजंती सर्वजनानंद कवार हरिव। लोक मैंने प्रजा मैंने जिते क्षीर खाइले जिते शस्य आमदानी समस्त आनंद प्रजापन अति सुखे कालतिबाद कले। ऋत संयोगे दधि अन्न तुसे भुजंती सर्वजन सकल वृक्षे मधुपंक्ति जिमूत प्राय बरसन्ति समुद्रे नाना रत्ने पुरी गजन्ते उल्ललहरी पर्वते चतुर्विधन्न देई रंजिले पृथुमन लोकपालके लोकतुले सर्व संभार संपादिले पृथुर यज्ञ आरंभ चाहि बासव मने विचारई ये पृथु शत क्रतु कले लभिब इंद्र पद भले आनंदे गवार। इंद्र चिंता करुचंदी यदि पृथ्वी एमती 100टी अश्वमेध यज्ञ करेंगे ताहले इंद्र पद प्राप्ति हो इंद्र पद चली तेणु जमी यज्ञ को जमी विघ्न करके बंद करने मोर संपद जीवनाश हेमंत चिंती छाड़े श्वास यज्ञ रौन शतंते आत्मा रहित चिति चित अनुसूत अश्वमेध यज्ञ सरला पर 100 पूर्ण हम तेणु इंद्र चिंता कर यज्ञ पशु हरि नेला निज भुवने विजय कला यज्ञ पशु सब यज्ञ कौन हम आकाश मार्गे इंद्र बला पाषांड धर्म आचरिला धर्मे विभ्रम तार मन सभये चित छन छन अत्रि यज्ञशाळी थिले अश्वर हरण जानिले पृथ्वी पुत्र कुराइबे इंद्र कर्म तार आनंदे गवार हरि हरि। यज्ञ क्रोधा थिले अत्रि अनुसूया तेणु से यज्ञ कर सागे सागे जानिले जे इंद्र अश्व को हरण कर गले से मैंने दिव्य द्रष्टा थे सागे सागे पृथ्वीर पु पृथ्वी तो बस ना यज्ञ बस तेणु पुओ को डाकिक कहले इंद्र अश्व को नहीं पड़ुं शीघ्र पुत्र दुनिया को उद्धार कर। पृथ्वी पुत्र गुराइबे इंद्र कर्म तार आगे कहले अश्वहर वाणी पृथु तनय ताहा शुनि धनु सरकु धरि करे शुनि धाइला कोप भरे डाकई रह रह वाणी सभ इंद्र ताहा शुनि निज शरीर छन्न कला जटिल रूप प्रकाश से शरीर को नीचे दी गोटे माँ रूप धारण ये आ मत ये चिन्ह पारे भस्म भूषित देह चाहिए पृथुनंदन विचार जटिल भस्म यहाँ गात्रे यहाँ को मारिबी केमंते कौन कहना विभूति भूषण भस्म विलेपन देह सारा तुम देखिले तो
ଋଷିଙ୍କର ଶରୀର ମାନେ ସନ୍ନ୍ୟାସୀର ରୂପ ଧାରଣ କରିଛନ୍ତି ତାଙ୍କୁ କେମିତି ମାରିବି? ଇନ୍ଦ୍ରକୁ ବାଣ ଛାଡ଼ିଲା ତାର ରହିବା ପଥ ଏମନ୍ତେ ମନେ ବିଚାରିଲା ଇନ୍ଦ୍ରକୁ ବାଣ ଛାଡ଼ିଲା ତାର ରହିବା ପଥ ଦେଖି ଅତ୍ରି ଯଜ୍ଞଶାଳ ଉପେକ୍ଷି ବୋଲ ଇନ୍ଦ୍ର ବେଗେ ମାର ସ୍ୱଭାବେ ଯଜ୍ଞ ଅସୋଚର। ଅତ୍ରି ସବୁ ଡାକ ପକେଇଲେ ଯେ ହେ ପୃଥୁନନ୍ଦନ ତୁମେ ସେଇ ହେଉଛି ଇନ୍ଦ୍ର, ତାକୁ ଶୀଘ୍ର ତୁମେ ମାର। ମାନେ ସେଠି ଥାଇକିରି ତାଙ୍କ କତିକି ଦେଖ ମାନେ କେମିତି ଜିନିଷ ସତ୍ୟର ଇଏ ଅଛି ପ୍ରଭାବ ସେ ଯୋଗ ଏବଂ ତପସ୍ୟାର କେତେ ଶକ୍ତି। ଡାକନ୍ତି ମାର ମାର ବେଗେ ତା ଶୁଣି ଇନ୍ଦ୍ର ଶୂନ୍ୟ ମାର୍ଗେ ଭୟ ଚାହିଁ ଦଶ ଦିଶେ ସ୍ୱଭାବେ କେହି ନାହିଁ ପାଶେ ଏମନ୍ତେ ଅତ୍ରିର ବଚନ ଶୁଣନ୍ତେ ପୃଥୁର ନନ୍ଦନ ଧାଇଲା ଶୂନ୍ୟ କୁକ କରି ହସ୍ତିକୁ ଯେସନେ କେଶରୀ ବାସବ ଦେଖି ତ୍ରାସ ମନ ଅଶ୍ୱକୁ ଛାଡ଼ି ଅନ୍ତର୍ଧ୍ୟାନ। ଜାଣି ପକେଇଲା ମୋତେ ମାରିଦେବ ବୋଲି କ'ଣ କଲେ ଅଶ୍ୱକୁ ଛାଡ଼ିକିରି ଅନ୍ତର୍ଧ୍ୟାନ ହେଇଗଲେ ସେଠୁ ରହିଲା ଶୂନ୍ୟ ମାର୍ଗେ ଯାଇ ପୃଥୁନନ୍ଦନ ବିଚାର ଅଶ୍ୱକୁ ଘେନି ମହାରୁଷେ ଇନ୍ଦ୍ରକୁ ଚାହିଁ ଦଶ ଦିଶେ ନ ଦେଖି ପୁଣି ଯଜ୍ଞ ସ୍ଥାନେ ମିଳିଲା ଅତ୍ରି ଶନି ଧ୍ୟାନେ ଅଶ୍ୱର ରଜୁ କରି ଧରି ଅତି ଚରଣେ ନମସ୍କରି ତାର ଅଦ୍ଭୁତ କର୍ମ ଦେଖି ମୁନିଏ ନାମ ଉପଲକ୍ଷି ବିଷ୍ଣୁ ଦେଶୀ ଆଣେ ଅଶ୍ୱ ତାରାମ ବିଜି ତାର ସୁରେନ୍ଦ୍ର କରି ଅଶ୍ୱ ଆଣିକିରି ଦେଲେ ଯଜ୍ଞରେ ତେଣୁ ସମସ୍ତ ଋଷି ତାର ଗୋଟେ ବିଜିତ ପୁଣି ରଜନୀ ପ୍ରବେଶ ଇନ୍ଦ୍ର ମିଳିଲା ଯଜ୍ଞ ଦେଶେ ଦେଖିଲା କେହି ନାହିଁ ପାଶେ ସେ ପୁଣ ମନୋହର ସେ ରାତି ହେଇଗଲା ଯଜ୍ଞର ସମସ୍ତ କାର୍ଯ୍ୟ ସରିଛି କେହି ନାହାନ୍ତି ସେଠି କି କୁଆଡ଼େ ଶୋଇଛନ୍ତି କି କୁଆଡ଼େ ଯାଇଛନ୍ତି ସବୁ। ପୁଣି ଆସି ଇନ୍ଦ୍ର ମିଳିବିଲି ପୁଣି କହିଲା ନାହିଁ ଯେମିତି ହେବ ଯଜ୍ଞ ମୋତେ ବିଘ୍ନ କରିବେ ପୁଣି ଅଶ୍ୱକୁ ନେଇଯିବା ପାଇଁ ସେ ଉଦ୍ୟମ କରୁଛନ୍ତି। ଯଜ୍ଞର ରୂପ ତଳୁ ଛନେ ହରିଲା ସୁବର୍ଣ୍ଣ ରସ ଯଜ୍ଞର ରୂପ ତଳେ ସୁବର୍ଣ୍ଣ କ'ଣ ଦିଆଯାଏ ତାଙ୍କର ଯଜ୍ଞର ଗୁଡ଼ାଏ ବିଧିବିଧାନ ଅଛି ସେଇଟାକୁ ସେ ହରଣ କରିନେଲା। ଯଜ୍ଞ କହିଲେ ଯୂପ କହିଲେ ଯଜ୍ଞ ପଶୁକୁ ବାନ୍ଧିବା ପାଇଁ ଯଜ୍ଞ ମଣ୍ଡପରେ ଯୋଡ଼ା ଯାଇଥିବା ସଂସ୍କାରିତ ଖୁଣ୍ଟ ସଂସ୍କାର କରାଯାଏ ଯେଉଁଠି ଯଜ୍ଞ ପଶୁଟା ବନ୍ଧାଯାଏ ସେ ବନ୍ଧା ହବ ଗୋଟେ ଖୁଣ୍ଟରେ ବନ୍ଧାଯିବ। କ'ଣ ବନ୍ଧାଯିବ? ଯଜ୍ଞ ପଶୁଟା ଯେଉଁ ଅଶ୍ୱଟା ସେଠି ଗୋଟେ ଖୁଣ୍ଟରେ ବନ୍ଧାଯିବ ତ ସେଇଟାକୁ ଯୂପ ବୋଲି ଖୁଣ୍ଟଟାକୁ ପ୍ରତିଷ୍ଠା କରିକି ବନ୍ଧି ହଁ ତାକୁ ସଂସ୍କାର କରିକି ସେ ଖୁଣ୍ଟଟିକୁ ବାନ୍ଧିଛନ୍ତି ଏବଂ ସେଇଟା ସୁନା ଜଞ୍ଜିରରେ ବନ୍ଧା ହେଇଛି ସେଇ କାଠରେ ରାଜାଙ୍କର କାମ। ଯଜ୍ଞର ଦୀପ ତଳ ଛନ୍ନେ ହରିଲା ସୁବର୍ଣ୍ଣ ରସନେ ବିଚାରି ଅନ୍ଧକାର ଛଳେ ଅଶ୍ୱକୁ ପୁଣି ନେଲା ବେଳେ ଅଦ୍ରି ଦେଖନ୍ତି ଶୂନ୍ୟ ମାର୍ଗେ ତ୍ରାସେ ପଳାଏ ଇନ୍ଦ୍ର ବେଗେ। ପୁଣି ଚାହିଁଦେଲା କହିଲେ ପୁଣି ସେ ଆସିକି ସେଇ ପୁଣି ସେ ଚୋରି କରିକି ନେଇ ପଳାଉଛି ବୋଲି ଅତ୍ରି ପୁରା ତାଙ୍କର ରଖିଛନ୍ତି। ବିଜି ତା ସ୍ୱର ମୁଖ ଚାହିଁ ବୋଲଇ ଅଶ୍ୱାଣ ଯାଇ ତା ଶୁଣି ହସ୍ତେ ଧନୁ ଧରି ଧାଇଲା ଘୋରନାଦ କରି ଡାକଇ ରହ ରହ ବାଣୀ ତାର ବଚନ ଇନ୍ଦ୍ର ଶୁଣି ପଥେ ଅଶ୍ୱକୁ ଛାଡ଼ି ଛନ୍ନେ ତକ୍ଷଣେ ଗଲା ଅନ୍ତର୍ଧ୍ୟାନେ ପୁଣି ସେ ଅଶ୍ଵ ଧରି କରି ମିଳିଲା ପିତା ଯଜ୍ଞ ଘରେ ଅଶ୍ଵ ଚଳାନ୍ତି ଇନ୍ଦ୍ର ପଥେ ଛଳେ ରହିଲା ରୂପ ଯେତେ ପାଷାଣ୍ଡ ଜନ ସେହି ମତେ ରୂପ ପ୍ରକାଶନ୍ତି ଜଗତେ। ଇନ୍ଦ୍ର ଯେଉଁ ଭଳିଆ କାର୍ଯ୍ୟ କଲେ ଏଠି କହୁଛନ୍ତି ଜଗନ୍ନାଥ ଦାସ ଯେଉଁମାନେ ପାଷାଣ୍ଡ ଲୋକ ଦୁଷ୍ଟ ଲୋକ ଯେଉଁମାନଙ୍କର ମନରେ ସଦାବେଳେ ଅନ୍ୟମାନଙ୍କ ପ୍ରତି ଖରାପ ବିଚାର ସେମାନେ ଘଡ଼ିକି ଘଡ଼ି ଗୋଟିଏ ଗୋଟିଏ ରୂପ ବାହାର କରିବେ ଅର୍ଥାତ୍ ସେଇ ଗୋଟିଏ ପ୍ରକାର କଥା କହୁଥିବେ ପୁଣି ସେଇଟା ଆଉ ଗୋଟେ ପ୍ରକାର କଥା କହିବେ ଆଉ ଗୋଟେ ପ୍ରକାର କଥା କହିବେ ତାଙ୍କର ଗୋଟିଏ ଗୋଟିଏ ମୁହୂର୍ତ୍ତରେ ଗୋଟିଏ ଗୋଟିଏ କଥା
ପୃଥୁର ଯଜ୍ଞ ବିନାଶନେ ଇନ୍ଦ୍ରର ଯେତେ ରୂପ ଛନେ ପାଷାଣ୍ଡେ ସେହି ରୂପ ଚେନ୍ତି ସଂସାର ନିଧନ ଯେ କରାନ୍ତି କିଏ ନଗ୍ନ ରକ୍ତ ପଟ ଧରେ କିଏ ଭସ୍ମ ଭୂଷଣ ଶରୀରେ। ଆଜିକାଲି ମାୟାବୀ ରୂପ ଧରିକିରି କିଏ ରତ୍ନ ଏ ଯେଉଁ ଆମର ପୀତ ବସ୍ତ୍ର କିଏ ପିନ୍ଧୁଛି, କିଏ ବିଭିନ୍ନ ପ୍ରକାରର ବସ୍ତ୍ର ପିନ୍ଧିକିରି ଭସ୍ମ ଲେପନ କରୁଛି, କିଏ କେତେ ପ୍ରକାର ରୂପ ଧରୁଛି ଯେ ମୁଁ ଜଣେ ସାଧୁ, ମୁଁ ଜଣେ ସନ୍ନ୍ୟାସୀ, ମୁଁ ଜଣେ ଯୋଗୀ, ବିଭିନ୍ନ ରୂପରେ ଲୋକମାନେ ଆକୃଷ୍ଟ ହେଉଛନ୍ତି। ନା ଇଏ ଜଣେ ମହାଯୋଗୀ, ଇଏ ଜଣେ ମହା ସାଧକ। କିଏ ନଗ୍ନ ରକ୍ତ ପଟ ଧରେ କିଏ ଭସ୍ମ ଭୂଷଣ ଶରୀର ଧର୍ମ ମାର୍ଗ ଆଚରନ୍ତି ଆତ୍ମରହିତ। ତାଙ୍କର ପ୍ରକୃତ ଆତ୍ମଜ୍ଞାନ କେବଳ ଶରୀର କେବଳ ଭୂଷିତ ହୋଇଛନ୍ତି ସାଧୁର ପୋଷାକ। ଯିଏ ଜଣେ ଦେଖିବ ସାଧାରଣ ଲୋକ ଭାବୁ ଇଏ ଜଣେ ବହୁତ ବଡ଼ ସାଧକ, ବହୁତ ବଡ଼ ଯୋଗୀ ଭାବିବ। ରୂପ ସାଧୁର କିନ୍ତୁ ହୃଦୟ ହେଉଛି ଛଳନା କପଟତା ଏବଂ ହିଂସାରେ ପରିପୂର୍ଣ୍ଣ, ଅହଙ୍କାରରେ ପରିପୂର୍ଣ୍ଣ। କେବଳ ଏଗୁଡ଼ିକ ଛଳନା ରୂପ, ବାସ୍ତବ ରୂପ ସେୟା। ପାଷାଣ୍ଡ ମାର୍ଗେ ଥାଇ ନିତ୍ୟ ଦୂଷଣ ଦେଇ ବେଦ ପଥେ ଯେ ସେ ରୂପ ପ୍ରକାଶେ ବ୍ରହ୍ମାଣ୍ଡେ ନିଗମ ନିନ୍ଦିବେ ପାଷାଣ୍ଡେ। ଏମାନେ କ'ଣ କରନ୍ତି ନା ସଂସାରକୁ ଗୋଟେ ଦେଇ ଦିଅନ୍ତି, କ'ଣ ମେସେଜ ଦିଅନ୍ତି ନା ସାଧୁମାନେ ଏମିତି ସବୁ କାର୍ଯ୍ୟ କରୁଛନ୍ତି। ଏଇଟା ଲୋକଙ୍କ କତିରେ ଏଇ ଜିନିଷଟା ଯାଇକି ପହଞ୍ଚେ। ସମସ୍ତେ କହନ୍ତି କ'ଣ ନା ସାଧୁମାନେ ବା ଏଇ କାର୍ଯ୍ୟ, କିନ୍ତୁ ସେମାନେ ପ୍ରକୃତ ସାଧୁ ନୁହନ୍ତି। ସେମାନଙ୍କର ରୂପ ସାଧୁର, କିନ୍ତୁ ମନ ଭିତରେ ରହିଛି ଅଲଗା ପ୍ରକାରର ବିଷାକ୍ତ ଚିନ୍ତାଧାରା। କେମିତି ଆମେ ସମାଜର କ୍ଷତି ସାଧନ କରିବୁ, ଅନ୍ୟକୁ କେମିତି ଠକିବୁ, ଅନ୍ୟକୁ କେମିତି ସେଇମାନେ ତ ବେଶୀ ପାଖ ସେଗୁଡ଼ା ମହାପାପୀ ବୋଲି ଏ ଦେଉଛନ୍ତି ନା। ଭାଇନା କୁହନ୍ତି ନାହିଁ ଯେ ଆମେ ଯାହାକୁ ଦେଖୁଛେ ତାଙ୍କର ରୂପଟା ସାଧୁ, କିନ୍ତୁ ସେ ପ୍ରକୃତ ସାଧୁ ନୁହନ୍ତି, କି ସାଧକ ବି ନୁହନ୍ତି। ତାହାଙ୍କ ମତ ଯେ କରନ୍ତି ଅନ୍ତେ ନର କି ପ୍ରବେଶନ୍ତି। ସେଇମାନଙ୍କୁ ଯେ ଅନୁସରଣ କରିବ, ସେଇମାନଙ୍କର ଯେ ଆନୁଗତ୍ୟ ପ୍ରକାଶ କରିବ, ସେଇମାନଙ୍କୁ ଯେ ତାହାର କେବଳ ସର୍ବନାଶ ହିଁ ସର୍ବନାଶ ସାର। ସେ କଥା ଶୁଣି ପୃଥୁ କୋପେନ୍ଦ୍ର ଜିଜ୍ଞାସେ ଦେହ କମ୍ପେନ୍ଦ୍ର ମାରଣେ କୋପ କରି ନିଜ କୋଦଣ୍ଡ ଶର ଧରି କୋପନ୍ତେ ଅନୁନୟନ ପ୍ରଚଣ୍ଡ ବିରାଜେ ବଦନ। ପୃଥୁ ଗମନ ଦେଖି ରଣେ ବେগে ମିଳିଲେ ବିପ୍ରବଣେ ଇନ୍ଦ୍ର ବିଷୟ କୋପ ବହି ବୋଲନ୍ତି ପୃଥୁ ମୁଖ ଚାହିଁ। ଓ ପୃଥୁ ଶୁଣ ଧର୍ମ କଥା ଗମ ନିଗମ ବ୍ୟବସ୍ଥା। ଯିଏ ଦ୍ୱିତୀୟ ଥରକ ନେଇଗଲେ ପୃଥୁ ନିଜେ କହିଲେ ନାଇଁ ମୁଁ ଯାଉଛି ତାକୁ ଯୁଦ୍ଧ କରିକିରି ତାକୁ ବିନାଶ କରିକିରି ବାରମ୍ବାର ଏ ଜିନିଷଟା କରୁଛି। ତେଣୁ ସିଏ ବୁଝିବନି, ତାକୁ ଶାସ୍ତି ନହେଲେ ସେ ଜିନିଷ ବୁଝିବନି କିଛି। ତେଣୁ ଋଷିମୁନିମାନେ ଆସିଲେ ପୃଥୁକୁ ବୁଝଉଛନ୍ତି। ଅସୁର ବିନାନବଦ୍ଧ ଯଜ୍ଞରେ ଅଟଇ ନିଷେଧ ତୁ ଯଜ୍ଞ କୀର୍ତ୍ତି ନାଶେନ୍ଦ୍ର ଆମ୍ଭେ ଜାଣିବୁ ନାସିବୁ ତାରେନ୍ଦ୍ର। ତୋର ଯଜ୍ଞ ଏବଂ କୀର୍ତ୍ତି ନାଶ କରିବା ପାଇଁ ଇନ୍ଦ୍ର ଏସବୁ ଜିନିଷ ଆୟୋଜନ କରୁଛି। ଯଦି ଆପଣ ଯାଇ ତାକୁ ବଦ୍ଧ କରନ୍ତି ତାହେଲେ ଯଜ୍ଞର ସମସ୍ତ ବେକାର ହେଇଗଲା। ସେ ଏଇଥିପାଇଁ କରୁଛି ଗୋଟେ କୁଆଡ଼େ କ'ଣ ହେଇକରି ବିଘ୍ନ ହେଇକରି ଯଜ୍ଞ ନଷ୍ଟ ହେଇଯାଉ। ମନ୍ତ୍ର ବହନ ବଳେ କରି ଅଗ୍ନିରେ ଆହୁତିକୁ କହିଲେ ଆପଣ ତା କଥା ଚିନ୍ତା କରନ୍ତୁ ନାହିଁ। ଆମେ ତାକୁ ମନ୍ତ୍ର ଆହୁତି ଦେଇକି ଇନ୍ଦ୍ର କେମିତି ଆସିକରି ଯଜ୍ଞ କୁଣ୍ଡରେ ପଡ଼ିବ ଆପଣ ତାକୁ ମାରନ୍ତୁ ନାହିଁ, ଆମେ ମାରିଦେବା ବ୍ୟବସ୍ଥା। ଆମେ ଆହୁତି ଦେଉଛୁ, ମନକୁ ମନ ଇନ୍ଦ୍ର କୋଉଠି ଆଉ ଲୁଚିକି ରହିପାରିବନି, ସେ ଆସିକରି ଏଇଠି ପଡ଼ିବ। ମନ୍ତ୍ର ବହନ ବଳେ କରି ଅଗ୍ନିରେ ଆହୁତିକୁ ଧରି ନାସିବୁ ତୋର ହିତ ତୋର ମାରିବା ଭେଜ କୃତ। ଆପଣ ମାରନ୍ତୁ, ଆମେ ସେ କାର୍ଯ୍ୟଟା କରିଦେଉଛୁ।
हेमंत पृथु आगे कही ऋतु जे अति कोप वही श्रुवकु सर्वे धरि हस्ते अग्नि रे आहुति दियन्ते ब्रह्मा तत्क्षण समस्त मुनि सन्निध्यानंद ब्रह्मा देखी पकड़े सब उड़वा हो इंद्र मृत्यु सुनिश्चित सब जाक ऋषि कौन कले ना इंद्र आहुति देकर यज्ञ कुंडे आसी पड़ते ब्रह्मा कौन कले आउ संभाली पारे सब उल्ट पाल्ट हो से सागे सागे आसी यज्ञ पाखे पहुँचले मैंने कि प्रकार शक्ति आप देखते से समस्त मुनि ब्रह्मा तत्क्षण समस्त मुनि सन्निध्यान इंद्र हिते चिते वही बुलंदी मुनिगणे चाहि सोहे सर्व विप्रवर जहाँ को यज्ञ तुम्हें मारो जे देव यज्ञ भाग भुंजे से देव देह इंद्र तेजे इंद्र नारायण तुम यह को छाड़ तुम्हें मन अरे तुम गोटे यज्ञ भाग मत इंद्र नेले तुम यज्ञ पूर्ण हम यज्ञ ताकू जदि तुम मारदेव इंद्र यज्ञ भागटा को इंद्र आलानी से यज्ञ ब्रह्मा बुझाऊँ आउ ସେଇଟା ତାକୁ ଦୟା କରିକି ନାରାୟଣ ସେ ପଦବୀ ତାକୁ ଦେଇଛନ୍ତି ବହୁ ପୁଣ୍ୟ କାର୍ଯ୍ୟ କଲେ ଇନ୍ଦ୍ରର ପଦବୀ ପ୍ରାପ୍ତ ହୁଏ ତେଣୁ ସେଇଟା ଭଗବାନ ନାରାୟଣଙ୍କର ଦତ୍ତ ଗୋଟିଏ ପଦବୀ ଇନ୍ଦ୍ର ଏହାର ଦେହ ସର୍ବଦେବେ ନୀତି ବସନ୍ତି ଯଜ୍ଞ ଭାବେ ଆହୁତି ଯାର ମୁଖେ ଦେଇ ତାହାକୁ କୋପ ଯୋଗାଇ ଆପଣ ତ ଖାଇବାକୁ ଏପଟେ ଦେଉଛନ୍ତି ନା ଆହୁତି ଦେବା ଅର୍ଥ କ'ଣ ଆପଣ ତାକୁ ଏପଟେ ଖାଇବାକୁ ଦେଉଛନ୍ତି ସେପଟେ ତାକୁ ପୁଣି ମାରିବେ କେମିତି ଏହାକୁ କୋପ ତୁନ କର ଯଜ୍ଞ ପୁରୁଷ ଅର୍ଥେ ଏ ଧର୍ମ ପରମ କାରଣ ଅଶେଷ ସୃଷ୍ଟି ଧର୍ମ ଏ ଯଜ୍ଞ ଗୃହ କର୍ମ କଲା पाषांड पथ विस्तारिया पाषांड धरिबा अर्थे तो अवतार जगते तेणु तार समस्त अपराध को आपण क्षमा करते ये पाषांड को उद्धार करने श्री चैतन्य महाप्रभु गोटे आप शुणी जगाई माधाई दिज विराट पाषांड दिन सारा डकैत करेंगे भल मंद कर दिन सारा मदिरा पीकर से शोबे महाप्रभु कहले नित्यानंद तंकर होचंदी तेणु कहले जहाँ तांको उद्धार कर ये पाषांड कर्म उद्धार कर से मैंने किसी बुझे ये जाकर पहुँच कर उपदेश देले ये कौन कहे ना गोटे पहाड़ पकड़े नित्यानंद मुंड काटिगला नित्यानंद मुंड जो फाटीगला महाप्रभु कौन कले ना सागे सागे सुदर्शन चक्र को आदेश देले नित्य माधाई काटे दिए कहले मैंने नित्यानंद गोड़ धोई पकड़े कहले प्रभु आम आसी पतित मान को उद्धार करने कौन दोष को आम ग्रहण करवा से कहवाटा एटा स्वाभाविक से आमको मारिबाटा स्वाभाविक किंतु आम से केमी कर तेणु ताको उद्धार करवा उद्धार करवा तेणु श्री चैतन्य महाप्रभु जो पाखक गले से कहले कौड़े आसिले बाबाजी ना आसी तुम संगे दीपत कथा खाली ना आमको समय ना खाइले शोले पुणी जो उठिले महाप्रभु उठी जाइए कहले मुझे केवल तुम सागर दीपत कथबार्ता ना आम जाऊँ बन जंगल काठ फाट आने रोषेबास कर खाई सार देखिए कथबार्ता रोषेबास खाई आने पुणी शोले खाई महाप्रभु जमी खरार ठिया खाई पी शोई जो उठिले सन्ध्या कहले से लोक दिन सारा एमती ठिया खाली कहले बाबा तुम कौन करुच तुम्हें जापारूना तेणु थे खाली कृष्ण नाम कह
ନା ଖାଲି ସେତିକି କହିଦେଲେ ତୁମେ ପଳେଇବ ନା ସେତିକି କହିଦେଲେ ମୁଁ ମୋର ପଳେଇବି। ତେଣୁ ଥରେ ମାତ୍ର ତ ଜଗାଇ କହିଛି କୃଷ୍ଣ ନାମ, ନିତାଇ କହୁଛନ୍ତି ମାଧାଇ କହୁଛନ୍ତି କୃଷ୍ଣ ନାମ। ସେ 2 ଜଣ ନାଚିଲେ 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 ଦିନ ରାତି, ଗାଁ ଲୋକ ବି ଯିଏ ଆସିଲେ ତାଙ୍କ ସାଙ୍ଗରେ ସେ କୃଷ୍ଣ ନାମ। ତେଣୁ ପାଷାଣ୍ଡକୁ ଉଦ୍ଧାର କରିବା ପାଇଁ ସାଧୁ ସନ୍ଥମାନଙ୍କର କେତେ ତ୍ୟାଗ ଏବଂ କେତେ ତାଙ୍କର କ'ଣ ଆବଶ୍ୟକ ସେଠି ଦିନ ସାରା କାହିଁ ବେକାର ଜଗିଥାନ୍ତ, ତାର ହେଲା କି ନହେଲା କି ଆମ। ତେଣୁ ସେଇ ଜିନିଷଟା ଏଠି ପ୍ରମାଣ କରୁଛନ୍ତି ଯେ ସେ ପାଷାଣ୍ଡ କର୍ମ କରିଛି, ଭୁଲ କର୍ମ କରିଛି। ଇନ୍ଦ୍ର ହେଇକିରି ଏ କାର୍ଯ୍ୟଟା କରିବା କଥା ନୁହେଁ। ତେଣୁ ତାକୁ ଆପଣ କ୍ଷମା ପ୍ରଦାନ କରନ୍ତୁ, ଆହୁତି ଦିଅନ୍ତୁ। ତୁଝେ ସକଳ ଗୁଣମଣି ଅପୂର୍ବ ନୁହେଁ କିଛି, ପୁଣି ବେଳାର ଦେହ ଯେତେ ଦୋଷ, ତୁ ଜନ୍ମ କଲା ତାହା ନାଶ। ତୋ ବାପାଙ୍କର ଯେତେ ଥିଲା ଅପଯଶ ଥିଲା, ଅକୃତି ଥିଲା, ଲୋକମାନଙ୍କ ମୁଖରେ ତାଙ୍କର ନିନ୍ଦା, କେବଳ ନିନ୍ଦା ହିଁ ଥିଲା। ତେଣୁ ଏ ସମସ୍ତ ଯଶ କୀର୍ତ୍ତିରେ ଜଗତ ପୂର୍ଣ୍ଣ ହେଇଗଲା। ତୁମ ପିତାଙ୍କର ତୁମେ ହେଉଛ ସୁଯୋଗ୍ୟ ସନ୍ତାନ। ତୁ ଏବେ ମୋର କର ପାଷାଣ୍ଡ ପ୍ରାଣୀ କି ଧର ମୈତ୍ରେ ବାଚ, ହେମନ୍ତେ ବ୍ରହ୍ମାର ବଚନେ ଇନ୍ଦ୍ରକୁ କୋପ ଛାଡ଼ି ମନେ, ଯଜ୍ଞର ଅବଭୂତ ସ୍ନାନେ ଦକ୍ଷିଣା ଦେଇ ବିପ୍ରଜନେ, ଯଜ୍ଞେ ତୋଷିଲେ ସର୍ବଜନେ ଅନ୍ନ ବସନ ଧେନୁଦାନେ, ସେ ବିପ୍ରଜନ ହୋଇ ତୋଷ ପୃଥୁକୁ କରନ୍ତି ଆଶୀଷ। ବ୍ରହ୍ମାଙ୍କ ବଚନକୁ ମାନିକରି ତେଣୁ ଯଜ୍ଞ ପୂର୍ଣ୍ଣ କଲେ ଏବଂ ବ୍ରାହ୍ମଣମାନଙ୍କୁ, ଦୁଃଖମାନଙ୍କୁ, ଦରିଦ୍ରମାନଙ୍କୁ ବହୁତ ଦାନ ଦେଲେ। ବ୍ରହ୍ମା ବଚନେ ସର୍ବଦେବେ ତୋଷ, ହଇଲେ ଯଜ୍ଞ ଭାଗେ ସେ ବିପ୍ରଜନ ହୋଇ ତୋଷ ପୃଥୁକୁ କରନ୍ତି ଆଶୀଷ। ହେମନ୍ତେ କହି ପଦ୍ମ ଜନେ ସଙ୍ଗେ ସକଳ ବିପ୍ର ଘେନି, ତକ୍ଷଣେ ଗଲେ ନିଜ ସ୍ଥାନେ ଶୁଣ ବିଦୁର ତୋଷ ମନେ, କହଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ, ଚତୁର୍ଥ ସ୍କନ୍ଧେ ପୃଥୁବାଣୀ, ଶୁଣି ସଂସାରୁ भागवते महापुराणे पारमहंसा संहिताया चतुर्थ स्कंदे पृथुचरिते अश्वमेधे अध्याय इंद्र सहिते विष्णुवासी पृथुभु वरदाने तुषि पृथुर इंद्रर मिलन 30 अध्याय वर्णनानंद
ଆସିକି କାମୁଡ଼ୁଛନ୍ତି ଏଠି ଏଇଟା ପକେଇବାନି କାଲିଠୁ ମୁଁ ଆନନ୍ଦ ଆଣିବି ମୋର ସେଇଠି ମୁଁ ଅଲଗା ବସି